ଆଜି ଆପଣମାନେ ମୋ ସିନ୍ଦୁରର ଅଧିକାର ସିରିଏଲରେ ଦେଖିବାକୁ ପାଇବେ ରିଧି ଆଦି ପାଖକୁ କଲ୍ କରିଥିବ। ଆଦି କହିବ ରିଧି ମୁକ୍ତି ମିଳିଲା କି? ରିଧି କହିବ ନାଇଁ ସାର୍, ମୁକ୍ତି ଜଙ୍ଗଲରେ ବାଟ ଭୁଲି ଯାଇଛି। ସେ ସେଇଠି କୋଉଠି ଆଖପାଖରେ ଥିବ। ସେ କହିଛି ଆପଣ ସେଠିକି ଯାଇକି ତାକୁ ନେଇ ଆସିବେ। ତାପରେ ଆଦି କହିବ ହଉ ହଉ ଠିକ୍ ଅଛି, ମୁଁ ଦେଖୁଛି। ଆଦି କହିବ ଥ୍ୟାଙ୍କ ଗଡ୍ ମୁକ୍ତି, ତମେ ଠିକ୍ ଅଛ, ମୁଁ ଶୀଘ୍ର ଯାଇକି ପହଞ୍ଚୁଛି ତମ ପାଖରେ। ତାପରେ ଏପଟେ ଲାଲି କହିବ ରିଧି ମୋ ସୁନ୍ଦରୀ ଠିକ୍ ଅଛି ନା? ରିଧି କହିବ ଜେଜେମା ସେ ଜଙ୍ଗଲରେ ବାଟ ଭୁଲି ଯାଇଛି, ଚାଲ ଆମେ ବି ଯାଇ ତାକୁ ଖୋଜିବା। ଏପଟେ ମୁକ୍ତି ଜଙ୍ଗଲରେ ଯାଉଥିବ ଆଉ କହିବ ଆଦି ତମେ କୋଉଠି ଅଛ? ମୋ ପାଖକୁ ଜଲ୍ଦି ଆସ, ମତେ ଭାରି ଡର ଲାଗୁଛି କହି ଯାଉଥିବ। ଧନଶ୍ରୀ ସହିତ ଧକ୍କା ହବ। ମୁକ୍ତି ଧନଶ୍ରୀକୁ ଦେଖି ବହୁତ ଖୁସି ହେଇଯିବ ଆଉ କହିବ ଶାଶୁମା ତମେ ଆସିଛ କହି କୁଣ୍ଢେଇ ପକେଇବ ଆଉ କହିବ ମତେ ବହୁତ ଡର ଲାଗୁଥିଲା ଶାଶୁମା, ଯାହା ହଉ ତମେ ଆସିଗଲ। ତମେ କୋଉଠି ଥିଲ ଶାଶୁମା? ମତେ ବହୁତ ଡର ଲାଗୁଥିଲା। ଆଉ ତମେ ଜାଣିଛ ଗୋଟେ କଥା, ନତାଶା ଶାଲିନୀକୁ ଏଠିକି ଡାକିଛି ମତେ ମାରିଦବା ପାଇଁ। ଜାଣିଛ ସେ ଜୟ ମଧ୍ୟ ସେମାନଙ୍କ ସହିତ ମିଶି ଯାଇଛି। ଆଉ ମୋ ମୁଣ୍ଡରେ ଯୋଉ ବ୍ଲଡ ଦେଖୁଛ ନା, ସେ ନତାଶା ମୋର ଏମିତି କରିଛି। ଆଉ ମୁଁ ବି ନା ତାକୁ ଆଜି ମାରିଛି ଆଉ ସେଠୁ ଦୌଡ଼ିକି ପଳେଇ ଆସିଛି। ମୁଁ ସେତେବେଳୁ ଭାବୁଥିଲି ମୁଁ ପରିବାର ପାଖରେ କେମିତି ପହଞ୍ଚିବି, ମୋ ଆଦି ପାଖରେ କେମିତି ପହଞ୍ଚିବି, ତମ ପାଖରେ କେମିତି ପହଞ୍ଚିବି। ସେ ନତାଶା ନା ମତେ ମାରିବା ପାଇଁ ରାକ୍ଷସୀ ପାଲଟି ଗଲା। ଯାହା ହଉ ତମେ ଠିକ୍ ସମୟରେ ଆସି ପହଞ୍ଚିଗଲ, ମତେ ବହୁତ ଡର ଲାଗୁଥିଲା ଶାଶୁମା। ତାପରେ ଶାଲିନୀ ଆଉ ଜୟ ସେଠି ଆସି ପହଞ୍ଚିଯିବ। ମୁକ୍ତି ସେମାନଙ୍କୁ ଦେଖି ଡରିଯିବ। ତାପରେ ଧନଶ୍ରୀ ପଛରେ ଯାଇ ଲୁଚିଯିବ ଆଉ କହିବ ଶାଶୁମା ସେମାନେ ମତେ ମାରିଦେବେ, ମତେ ବଞ୍ଚେଇ ଦିଅ ଶାଶୁମା। ତାପରେ ଜୟ କହିବ ତମକୁ ତ ମରିବାକୁ ପଡିବ ମୁକ୍ତି, ଆଉ କିଛି ଅପସନ୍ ହିଁ ନାହିଁ। ଆଉ ତମେ ଗୋଟେ କଥା ଜାଣିଛ ମୁକ୍ତି, ଯଦି ଜଣେ ଲୋକ ଦରକାରଠୁ ଅଧିକ କଥା ଜାଣିଦିଏ ଆଉ ଯଦି ତା ପାଇଁ ସାମ୍ନା ଲୋକ ଉପରେ କିଛି ବିପଦ ଥାଏ ତାହେଲେ ତାପରେ ଶାଲିନୀ କହିବ ତାହେଲେ ତ ତାକୁ ଶେଷ କରିବାକୁ ପଡିଥାଏ। ତମେ ମଲା ପରେ ଆମକୁ ଶାନ୍ତି ମିଳିବ ନା, କଣ କହୁଛ ପିଇସି? ତାପରେ ମୁକ୍ତି କହିବ ଏଥିରେ ଶାଶୁମାଙ୍କର ଜମା ବି ଭୁଲ ନାହିଁ। ତମେ ଶାଶୁମାଙ୍କର କୌଣସି ବି କ୍ଷତି କରିପାରିବନି। ତମେ ମାନେ ଯାହା କରିବା କଥା ମୋ ସହିତ କର। ତାପରେ ନତାଶା ଆସିବ ଆଉ କହିବ ସେଇଆ ତ ଆମେ ବି ଚାହୁଁଥିଲୁ। ତାପରେ ଜୟ କହିବ ନତାଶା ତମ ଖାଲି ହାତ ଜମା ବି ଭଲ ଲାଗୁନି କହି ନତାଶାକୁ ଗୋଟିଏ ଛୁରୀ ଦବ। ସମସ୍ତେ ଜଣେ ଜଣେ କରି ଛୁରୀ ହାତରେ ଧରିବ। ମୁକ୍ତି କହିବ ତମେ ମାନେ ମୋ ଶାଶୁମାଙ୍କୁ କିଛି ବି କରନି, ତମେ ଯାହା କରିବା କଥା ମୋ ସହିତ କର। ତାପରେ ଧନଶ୍ରୀ ମୁକ୍ତିକୁ ଧରି ଚାପୁଡା ମାରିବ। ମୁକ୍ତି ପୁରା ଆଶ୍ଚର୍ଯ୍ୟ ହୋଇଯିବ। ତାପରେ ଧନଶ୍ରୀ କହିବ ନତାଶା ଏପର୍ଯ୍ୟନ୍ତ ବଞ୍ଚିଛି କେମିତି କହି ସମସ୍ତେ ହସିବେ। ମୁକ୍ତି କହିବ ଶାଶୁମା ତମେ କଣ କହୁଛ, ତମେ ମୋ ମା ନା? ଧନଶ୍ରୀ କହିବ ଏଇ ତୁ ଚୁପ୍ ରହ, କଣ ମା ଶାଶୁମା ଚଲେଇଛୁ? ତୋ କଥା ଶୁଣି ଶୁଣି ମୋ କାନ ଖରାପ ହେଇଗଲାଣି। ମୁଁ ତୋ ମା ନୁହଁ, ବୁଝିପାରିଲୁ? ଆରେ ଏମିତି କଣ ଚାହିଁଛୁ? କଣ ସତ ଜାଣିଲା ପରେ ତ ଫ୍ୟୁଜ ପୁରା ଉଡିଗଲା କି? ଆଉ ଗୋଟେ ସତ କଥା ଜାଣିଛୁ, ମୁଁ ତତେ ନୁହଁ, ମୁଁ ନତାଶାକୁ ବୋହୂ କରିବାକୁ ଚାହୁଁଥିଲି। କିନ୍ତୁ ଆଦି ଯେତେବେଳେ ତା ଜିଦ୍ ରେ ତତେ ମ୍ୟାରେଜ କଲା ନା, ସେତେବେଳେ ଇଚ୍ଛା ତ ହଉଥିଲା ତୋ ତଣ୍ଟି ଧରିକି ଏ ଘରୁ ବାହାର କରିଦବା ପାଇଁ। କିନ୍ତୁ ଅଫସୋସ ସେତେବେଳେ ମୋ ପ୍ଲାନ୍ ସକ୍ସେସ ହେଲାନି। କିନ୍ତୁ ଏବେ ଦେଖ ମୋ ପ୍ଲାନ୍ ସକ୍ସେସଫୁଲ। ତାପରେ ମୁକ୍ତିକୁ ମାରିବା ପାଇଁ ମୁକ୍ତିର ଚାରିପଟେ ସମସ୍ତେ ଘେରିଯିବେ।